तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। माँ आमे पढ़ुचंती मातृरचनावली भाग 10 ज्ञान 49। कुत्सित एवं मंद भितरे सौंदर्य एवं भलर अधिष्ठाता ईश्वर को देखिपारिबा एवं भल पाई पारिबा एवं तथापि परिपूर्ण प्रेम भाव द्वारा प्रेरित होई एहाको एहार कुत्सितता और मंदता मध्यरु आरोग्य करी आनिबार व्याकुल अभिलाष रखिबा एहा ही यथार्थ गुणवत्ता एहा ही हेउची यथार्थ नैतिकता। कुत्सित एवं मंद भितरे सौंदर्य एवं भलर अधिष्ठाता ईश्वर को देखिपारिबा एवं भल पाई पारिबा एवं तथापि परिपूर्ण प्रेम भाव द्वारा प्रेरित होई एहाको एहार कुत्सितता और मंदता मध्यरु आरोग्य करी आनिबार व्याकुल अभिलाष रखिबा एहा ही यथार्थ गुणवत्ता एहा ही हेउची यथार्थ नैतिकता। आमे या पूर्वरु जो आलोचना करि आसीथिले जे कुत्सितता भितरे सौंदर्यर जो परिप्रकाश रहिछि आमे जाहाकू कुत्सित बोली कहउचंती जाहाकू घृणा करंती प्रकृतरे ताहा हेउछि आमर भगवत परिप्रकाशर विभाव को न चिन्हि पारिबार एक संकेत। भगवान जो सौंदर्य भितर परिप्रकाश होइछंती जेतेबेले ताहा मो रुचिर मोर सीमिततार रुचि भितरे फिट न हेउची सेतेबेले मु ताहाकू कुत्सित बोली आख्या देइଥାଏ। तेणु यही जो ज्ञान रे प्रभु कहउचंती जो जहा तुमको कुत्सित एवं मंद लगुची ता भितरे थिबा सौंदर्य एवं से ईश्वर को देखि पारिबा एवं ताकू भल पाई पारिबा एवं केमिति भल पाइबा केवल एक लोक देखाणिया नुह किंबा लिखित भावरे नुह परिपूर्ण प्रेम भाव द्वारा दी भौणी थिले कश्यप ऋषिंकर दुई जन एक पत्नी दुई भौणी से होचंदी विनीता और कद्रु सेमानक भितरे कद्रु टिके ईर्षाळु थिले महताकांक्षी थिले एवं ताकू आमे जदि कहिबा जे अहं प्रेरित होई बा अहं परायण होइथिले निजको प्रतिष्ठित करिवा पई सब बेले से प्रचेष्टारत रहउथिले किंतु ता बदल रे ता प्रतिपक्ष रे विनीता जे कि गंभीर विनम्र शिष्टाचार सहनशील ये सबुर प्रतीक थे। सेमानक भितरे जेहेतु कद्रु चाहूले सब बेले
ନିଜକୁ ଉପରେ ରଖିବେ, ନିଜକୁ ଜାହିର କରିବେ, କଣ ଏକ ପ୍ରକାର ଛଳ କରି, ଆମେ ଯୋଉଟା ବି ଜାଣିଛନ୍ତି, ଛଳ କରି ସେ କଣ କଲେ ନା ବିନିତାଙ୍କୁ ବାଜିରେ ହରେଇ ଦେଲେ। ଏବଂ ଖେଳ ଖେଳ ଭିତରେ ଯେମିତି ଗୋଟେ ଚ୍ୟାଲେଞ୍ଜ ପରସ୍ପରକୁ ଦିଆ ନିଆ ହୁଏ, ସେଇଭଳି ଭାବରେ ଖେଳ ଖେଳରେ ହିଁ ଆରମ୍ଭ କରିଥିଲେ ଚ୍ୟାଲେଞ୍ଜକୁ। କିନ୍ତୁ ତାକୁ ସେ ପରିଣତ କରିଦେଲେ, ନା ଏହା ତତେ ପାଳନ କରିବାକୁ ପଡିବ। ସେ ଚ୍ୟାଲେଞ୍ଜ କରିଥିଲେ କଣ, ଇନ୍ଦ୍ରଙ୍କର ଯୋଉ ଘୋଡା, ସେ ଘୋଡାର ପୁଛଟିର ରଙ୍ଗ କୋଉ ଭଳି। ସମସ୍ତେ ଜାଣନ୍ତି ଯେ ଘୋଡାର ପୁଛ ହଉଛି ଧଳା ବୋଲି, କିନ୍ତୁ ଇଏ କହିଲେ, କିଏ ସେ କଦ୍ରୁ କହିଲେ ନା ସେଟା ହଉଛି କଳା। ଉଚ୍ଚୈଶ୍ରବା ଘୋଡା ସମସ୍ତେ ଜାଣିଛନ୍ତି, ତାଙ୍କର ଲାଞ୍ଜ ହଉଛି ଧଳା। ତେଣୁ ବିନିତା କହିଲେ ଇଏ ତ ଧଳା, ତୁ କାହିଁ କହୁଛୁ ନା ଏଇଟା ଧଳା ନୁହଁ ବୋଲି। ସେ କହିଲେ ଠିକ ଅଛି, ବାଜି ଲଗା। ଯଦି ଧଳା ନ ହେଇଥାଏ, କଳା ହେଇଥାଏ, ତେବେ ଜୀବନ ଯାକ ତୁ ମୋର ଦାସୀ ହେଇ ରହିବୁ। ବିନିତା କହୁଛି ଇଏ କି କଥା, ଏଇଟା ଗୋଟେ କଥା, ସେ ତ ଧଳା କାହିଁକି ବାଜି। ଯାହା ହଉ କୌଣସି ପ୍ରକାରରେ ସେ ଜବରଦସ୍ତ ବଳ ବଳ କୌଶଳ ପ୍ରୟୋଗ କରି ତାକୁ ରାଜି କରେଇ ଦେଇ ଏବଂ ବାଜି ନେଇଗଲା। ତା ପରଦିନ ଉଚ୍ଚୈଶ୍ରବା ଘୋଡାକୁ ଦେଖିବା ପାଇଁ ଦୁଇ ଜଣ ଯାକ ଅପେକ୍ଷାରତ ଥିଲା ବେଳେ, କଦ୍ରୁ କଣ କରିଛନ୍ତି, ତାଙ୍କର ପୁତ୍ର ଯୋଉ ନାଗ, ସେ ହଉଛନ୍ତି ନାଗମାତା, ନାଗ ମାନଙ୍କର, ତାଙ୍କୁ କହିଛନ୍ତି ସେମାନେ ଯାଇକିରି ଉଚ୍ଚୈଶ୍ରବା ଘୋଡାର ଲାଞ୍ଜରେ ଗୁଡେଇ ହେଇଯାଇଛନ୍ତି କଳା ନାଗ ଗୁଡିକ, ତେଣୁ ଦୂରରୁ କଳା ହିଁ ଦେଖାଗଲା। ବିନିତା ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ସେ ତ ଦେଖୁଛନ୍ତି, ସେୟା କରିବେ ବି କଣ। ଶେଷକୁ ନିୟମ ମୁତାବକ ସେ କଣ କଲେ ନା ଦାସୀ ହେଇ ରହିଲେ। ସେଇ ସମୟରେ ତାଙ୍କୁ ଦାସତ୍ୱରୁ ମୁକ୍ତ କରିବା ପାଇଁ, ଯେତେବେଳେ ଯେକୌଣସି ବ୍ୟକ୍ତି ଭଗବାନଙ୍କୁ ପରିପ୍ରକାଶ କରିବା ପାଇଁ ତାଙ୍କର ଯୋଉ ବିଭାବ ରହିଛି, ସେଇ ବିଭାବରେ ଯିଏ ନିଜ ଜୀବନକୁ ପରିଚାଳିତ କରୁଥାଏ, ସିଏ ବଞ୍ଚୁଥାଏ ସେଇଥିରେ, ତା ପାଇଁ ଭଗବତ ଶକ୍ତି କାର୍ଯ୍ୟ କରେ। ସେଇ ତାର ପ୍ରଭାବ ଫଳରେ ନିଜେ ଦତ୍ତାତ୍ରେୟ କୁଷ୍ଠ ରୋଗୀ ହେଇ ଆସି ପହଞ୍ଚିଛନ୍ତି। ତାଙ୍କର ସେବା କରୁଛନ୍ତି କିଏ, ସେ ନା ବିନିତା। ଏତେ ଅସୁନ୍ଦର, ଏତେ କୁତ୍ସିତ, ଘା ଭର୍ତ୍ତି ସଫା କରିବା, ଆମେ ଯାହାକୁ କହିବା କୁତ୍ସିତ ବୋଲି କହିବା, ଗନ୍ଧଯୁକ୍ତ ଦୁର୍ଗନ୍ଧ ବୋଲି କହିବା, ତାକୁ ମଧ୍ୟ ପ୍ରେମ ପୂର୍ଣ୍ଣ ଭାବରେ ସହୃଦୟତାର ସହିତ କୌଣସି ବିକାର ନ ରଖି ବିନିତା ତାଙ୍କର ସେବା ଶୁଶ୍ରୂଷା କରିଥାନ୍ତି। ତାର ପରିଣାମ ସ୍ୱରୂପ ନାଗମାନେ ଯେତେବେଳେ ବି ବିଷ ଦେଇଛନ୍ତି, କିଛି ବି କାମ କରିନାହିଁ, ଏବଂ ଯେତେ ପ୍ରକାରର କ୍ଷତି ପହଞ୍ଚାଇବା ପାଇଁ ଆସିଛନ୍ତି, ଦତ୍ତାତ୍ରେୟଙ୍କର ଉପସ୍ଥିତି ହିଁ ତାଙ୍କୁ କଣ କରୁଛି, ସେଠୁ ବିତାଡିତ କରିଦେଇଛି। ତେଣୁ ଏଇଠି ଏଇ କଥାଟି କହିବାର କଥା ହଉଛି ଯେ ପ୍ରେମ ପୂର୍ଣ୍ଣ ଭାବରେ, ପରିପୂର୍ଣ୍ଣ ପ୍ରେମର ସହିତ କୁତ୍ସିତତା ଭିତରେ ମଧ୍ୟ ସୌନ୍ଦର୍ଯ୍ୟକୁ ଦେଖିବା ଏବଂ ତା ଭିତରେ ଈଶ୍ୱରଙ୍କର ଯୋଉ ଉପସ୍ଥିତି ରହିଛି ତାକୁ ଅନୁଭବ କରିବା, ଈଶ୍ୱରଙ୍କୁ ଭଲ ପାଇପାରିବା, ଏଇଟା ହଉଛି ପ୍ରକୃତରେ ଯଥାର୍ଥ ନୈତିକତା। ଏବଂ ପ୍ରତ୍ୟେକ ବ୍ୟକ୍ତିର ଏଇ ହଉଛି ଗୁଣବତ୍ତା। ପ୍ରଭୁ ଏଠି ବର୍ଣ୍ଣନା କରୁଛନ୍ତି ଜ୍ଞାନ 49। ମାଙ୍କୁ ପ୍ରଶ୍ନ କରାହେଇଛି, ବର୍ତ୍ତମାନ ଆମର ଚତୁର୍ଦିଗରେ ସର୍ବତ୍ର ଆମେ ଯେଉଁ ମନ୍ଦ ଏବଂ ଯେଉଁ କୁତ୍ସିତତାକୁ ଦେଖିବାକୁ ପାଉଛୁ, ତାହାର ଆରୋଗ୍ୟ ଲାଭରେ ଆମେ ପ୍ରକୃତରେ କିପରି ସାହାଯ୍ୟ କରିପାରିବା? କଣ ଭଲ ପାଇବା ଦେଇ ତାହା କରିପାରିବା? ତେବେ ଭଲ ପାଇବାର ଶକ୍ତି କହିଲେ ପ୍ରକୃତରେ କଣ ବୁଝାଏ? ଜଣେ ବ୍ୟକ୍ତିର ଚେତନା ରୂପୀ ଉପାଦାନଟି କିପରି ଅବଶିଷ୍ଟ ମନୁଷ୍ୟ ସମାଜ ଉପରେ କ୍ରିୟା କରିପାରିବ? ବର୍ତ୍ତମାନ ବି ଦେଖନ୍ତୁ, ସବୁ ସମୟରେ ଚେତନାର ସ୍ଥିତିରେ
जो समाज जो स्थिति रे थाए अनेक प्रकार व्यक्ति सकल संकल थांती जो व्यक्ति सकल थांती जो समाज कुत्सित एवं मंद भितर भरी रही सेतेबेले तांकु आमे किपरि आरोग्य लाभ कराई परिबा बा तांकु आमे किपरि सहाय्य करि परिबा। तेणु से प्रश्न पचार आमे कौन भल पाइबा दे करि परिबा। भल पाइबार शक्ति प्रकृति रे कौन जने व्यक्तिर चेतना रूपी उपादान टी किपरि अवशिष्ट मनुष्य समाज पर क्रिया करि परिबो। एना आमे साधारणतः उत्तर रे बेले बेले कहू जे निजे चेतनार उच्चतर स्थिति रे रही कि आकु फेस करि परिबो सम्मुखीन होई परिबो। तेणु प्रश्नटी से रिगार्डिंग मध्य रही माँ उत्तर कहूँ जड़े किपरि मंद एवं कुत्सित तार आरोग्य लाभ सहायता करिपरिबो। आमे हुए तो यहीपरि कहिपरिबा जे सहयोग अथवा क्रियार क्षेत्र में गोटे प्रकार सोपान क्रम विद्यमान रही है। एक नकारात्मक सहायता रही है एक सकारात्मक सहायता मध्य रही है। देखंतु सहायता भी कौ प्रकार रही परिबो माँ केते सुंदर भाव रे ताकू पृथकीकरण करछंती कहते आम जो क्या सहायता करा जाऊँ ताहा दी प्रकार हो पारे गोटे नकारात्मक सहायता एवं आ गोटे हूँ सकारात्मक सहायता। कौन जोटा नकारात्मक सहायता हूँ आम जेपरी कहू जे बौद्ध धर्म एवं तत्तुल्य धर्म गुड़िक आमको से बाटटी को आनी बताई देते आम एगुड़ा किसी देखा ना माँ कहते प्रथमतः आम शुद्धता एवं सौंदर्यर एपरी एक उन्नत स्थिति रे जाई रही जे आमे आदौ कौन सी कुत्सितता एवं मंद को देखी भी पारु नथिबा। यह एपरी एक वस्तु होई रहिबो जहा कि तुमको स्पर्श भी करि पारु नथिबो कारण ताहा तुम भितरे मोटे विद्यमान नथिबो। तामाने चेतनार स्थितिर ऊर्ध्व को उठी जिबा एपरी एक स्थिति को उठी जिबा जे सेतेबेले ताहा मते कुत्सित भली देखा जीव ही नाही। आमे शुद्धता एवं सौंदर्यर एपरी एक उन्नत स्थिति रे रहिबा जहा फल से मते स्पर्श करि परिबो नाही। नकारात्मक प्रणाली आपणार परिपूर्णता द्वारा यही भी एक स्थितिर कल्पना करिଥାଏ। आमे साधारणतः भाबू एई परिस्थिति रे यदि रहीगले सत कथा ता हमको स्पर्श करिबो नाही किंतु अत्यंत साधारण कथा होची आमे केबे हेले मंद देखिबा नाही अन्य मानक भितर रहितिबा मंद विषय केबे किछि हेले कहबा नाही एगुड़िकर अवलोकन समालोचना एवं जहा मंद ताहा उपरे गुरुत्व आरोपण द्वारा एगुड़िकर स्पंदन को स्थायी करी रखिबा लगी आमे आदौ किछि कहबा नाही। बुद्धदेव सही शिक्षा दे जाइतिले तुमे जेते थर कौनसी मंद विषय किछि कहबा को आरंभ करूछ सेपरि करिबा द्वारा तुमे ताहार प्रसारित होई जिबार ही सहायता करूछ। जो कौन मंद घटना बा जो घटना गुड़े घटुची तुम्हें जदि ताकू बारंबार कहूच एटा गोटे गुरुत्वपूर्ण कथा आमे किंतु सब बेले भूली जाऊ से कथा गुड़ाक आलोचना परिसर को न आनिबा भल से गुड़ाक विषय चर्चा न करिबा भल कारण जो ताकू आपण चर्चा कर आलोचना कर तार शक्ति धीरे धीरे प्रबल होती कहीं आमे गोटे साधारण भाव में कहबा जहा ना बारंबार नबा से व्यक्ति बा से व्यक्तिर जो चरित्र जो गुणावली ता सब मो भीतर तो आपे आपे मोर भावना भीतर को आसी जाए एवं से नाटा भी मोर मुखस्थ हो जाए एवं से जेते थर से व्यक्तिर तमे ना नौथब से व्यक्तिर क्यारेक्टर गुड़ाक सेते जाक मो आखि आगे देखा जाउथिबो। तेणु कौन सी मंद जिनस को बारंबार कहवा फल कौन हुए से मंद जो स्पंदन टी रही से स्पंदन शक्ति बढ़ी जाए। तेणु से लिखुंट जे तुम्हें जेते थर कौन सी मंद विषय किसी कहवा को आरंभ करुच सेपरी करने द्वारा तुम्हें ताहार प्रसारित हो जिबार ही सहायता करुच। ये गोटे गपटे लोक कथित गपटे रही ए विषयटी तो बहुत बड़ अच्छी तेणु आम या खंड खंड कर आलोचना करवा तेणु ये गोटे गप विषय आम आलोचना करें। से गपटी हूँ लोककथित गप ताकू मनोज दास जी आमर जे
ସାହିତ୍ୟିକ, ସେ ତାକୁ ଅନ୍ୟ ଏକ ରୂପ ଦେଇଥିଲେ। ସେ ଗପରେ କଣ ହେଇଛି, ଗୁରୁ ଆଉ ଶିଷ୍ୟ ଦୁଇ ଜଣ ଯାଇଛନ୍ତି ଗୋଟିଏ ଗାଁକୁ। ଯେତେବେଳେ ଗାଁକୁ ଯାଇଛନ୍ତି, ଜଣଙ୍କ ଘରେ ରହିଛନ୍ତି ଏବଂ ତାଙ୍କର ଯୋଉ କାର୍ଯ୍ୟ ପାଇଁ ଯାଇଥିଲେ, ପ୍ରୋଗ୍ରାମ ପାଇଁ, ଯୋଉ ଭଗବତ ଚର୍ଚ୍ଚା ପାଇଁ, ସେ କାମ ସରିଲା ପରେ ସେ ଫେରୁଛନ୍ତି। ଫେରିଲା ବେଳକୁ ସେ ଯୋଉ ବାଟ ଦେଇ ଯାଇଥିଲେ, ସେଇ ବାଟରେ ପାଣି ଆସି ଯାଇଛି। ବେଳେ ବେଳେ ଯେମିତି କୁହାଯାଏ, ଗୋଟେ ଗୋଟେ ଜାଗାରେ ପାଣି ହଠାତ୍ ଆସେ, ତା ଫଳରେ ବାଟ ବନ୍ଦ ହେଇଯାଇଛି। ଏପଟକୁ ଆସିବା ପାଇଁ ସେମାନେ ଖୋଜୁଛନ୍ତି କିଛି ଉପାୟ। ସେଠି ନୌକା ନାହିଁ, କିଛି ନାହିଁ, କଣ କରିବେ? ଏଇ ସମୟରେ ମନୋହର ବୋଲି ଜଣେ ଲୋକ ସେ ଗାଁର, ସେ ଆସି ପହଞ୍ଚନ୍ତି। କହୁଛନ୍ତି, ସାଧୁ ମହାରାଜ ଜୀ, ମୁଁ ଜାଣିଛି କୋଉ ବାଟ ଦେଇକି ଗଲେ ପାଣି କେତେ ହବ, ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁନି, ମୋ କାନ୍ଧରେ ବସନ୍ତୁ, ମୁଁ ଆପଣଙ୍କୁ ନେଇକି ସେପଟେ ଛାଡିଦେବି। ଯାହା ଫଳରେ ଆପଣ ସେପଟେ ପହଞ୍ଚିଯିବେ। କାହିଁକି ନା ଗୁରୁଜୀ ଜାଣିନାହାନ୍ତି କୋଉ ପଟେ ଗଲେ ପାଣି କମ ହବ ବେଶୀ ହବ। ତେଣୁ ସେ କଣ କରିଛନ୍ତି, କାନ୍ଧରେ ବସେଇ ଆଣିକିରି ଏପଟରେ ଛାଡି ଦେଇଛନ୍ତି। ଯେତେବେଳେ କାନ୍ଧରୁ ଓହ୍ଲେଇ ଦେଇଛନ୍ତି, ସେତେବେଳେ ହଠାତ୍ ମନୋହର କହୁଛନ୍ତି, ମହାରାଜ, ଆଉ ସେ ଆକ୍ଷରିକ ଶବ୍ଦଟି ମନେ ପଡୁନି, ସେ କହୁଛି, ମହାରାଜ, ଆଉ ବୋଝଟି ହାଲୁକା ହେଇଗଲା, ବୋଝ ହାଲୁକା ହେଇଗଲା, ଏଇଭଳି କିଛି କହୁଥିଲେ। ଯେ ଯାହା ହଉ, ବୋଝଟି ଖସିଗଲା, ହାଲୁକା ହେଇଗଲା, ଏଇଭଳି କିଛି କହିଲେ। ସେଠୁ ଗୁରୁଦେବ ହସିଲେ। ସେଠି ଟିକେ ଗୁରୁଦେବ ଟିକେ ହସିଦେଲେ। ସେଠୁ ଶିଷ୍ୟ ମନରେ ରହିଲା, ଗୁରୁଦେବ କଣ ପାଇଁ ହସିଲେ, ବାରମ୍ବାର ପଚାରିଲେ। ସେଠୁ ସେ କହିଲେ, ଦେଖ, ସେ ଯୋଉ ଲୋକଟି, ସେ ଯୋଉ ବୋଝ କଥା କହୁଥିଲୁ, ତାର ଅର୍ଥ ହଉଛି ଯେ ତା ଜୀବନରେ ସେ ଯୋଉ କାର୍ଯ୍ୟ ଗୁଡିକ କରିଛି, ପାପ ଗୁଡିଏ ଅର୍ଜିତ କରିଛି, ସେଗୁଡାକ ତାକୁ ବୋଝ ଭଳି ଲାଗୁଥିଲା। ତେଣୁ ସେ କହିବା କଥା, ଯେତେବେଳେ ଆମ ସଂସ୍ପର୍ଶରେ ଆସି, ମାନେ ସେ ତ ନିଜେ ସାଧୁ ନା, ତେଣୁ ତାଙ୍କ ସଂସ୍ପର୍ଶରେ ଆସିଲା ଫଳରେ, ତେଣୁ ସେ ମନୋହର କହୁଛନ୍ତି ଯେ ତାଙ୍କୁ କିଛି ସେ ପୁଣ୍ୟ ଅର୍ଜନ କଲେ, ତେଣୁ ତାଙ୍କୁ ବୋଝଟି ହାଲୁକା ଭଳି, ବୋଝ ଟିକେ ଖସିଗଲା ଭଳି ଲାଗିଲା, ତେଣୁ ତାଙ୍କୁ ହାଲୁକା ଭଳି ଲାଗିଲା। ସେଠୁ ଗଲା, ସରିଗଲା କଥା। ତାର କିଛି ଦିନ ପରେ ଗୁରୁଦେବ ଆଉ ଶିଷ୍ୟ ସେଇ ଗାଁକୁ ଯାଇ ପହଞ୍ଚିଲେ। ଗାଁକୁ ଯାଇ ପହଞ୍ଚିଲାକୁ ସେ ଶିଷ୍ୟ ମନରେ ସେ ପୁରୁଣା କଥା ରହିଛି। ସେ ଜାଣିବାକୁ ଚାହିଁଲା ଯେ ସେ ମନୋହରର ଅବସ୍ଥା କଣ। କହିଲେ, ଗୁରୁଦେବ ଚାଲୁନାହାନ୍ତି ଟିକେ ତାଙ୍କ ଘରକୁ ଯିବା, କାମ ସରିଲା ପରେ। ଗୁରୁଦେବ ହସିଲେ, କିଛି କହୁନଥାନ୍ତି। ବାରମ୍ବାର ଅନୁରୋଧ କରିବା ପରେ କହିଲେ, ଠିକ ଅଛି, ଚାଲ ଯିବା। ଗଲେ, ଯାଇକି ମନୋହର ଘରେ ପହଞ୍ଚିଲା ବେଳକୁ ମନୋହର ଦେଖିକି ବହୁତ ଖୁସି ହେଲା ଏବଂ ତାଙ୍କର ଆତିଥେୟତା ସ୍ୱୀକାର କରି ତାଙ୍କୁ ସତ୍କାର କଲେ। ସେ ସତ୍କାର କଲା ବେଳେ ମନୋହର କହିଲେ, ଗୁରୁଦେବ, ଆଉ ମୁଁ ବର୍ତ୍ତମାନ ବୋଝରୁ ପୁରା ମୁକ୍ତ ଲାଗୁଛି। ସେଠୁ ଗୁରୁଦେବଙ୍କ ପାଟିରୁ ବାହାରି ପଡିଲା ସାଙ୍ଗେ ସାଙ୍ଗେ, ହଁ, ସବୁ ମୋ ଶିଷ୍ୟର କୃପାରୁ। ତାଙ୍କ ଆଡୁ ହାତ ଦେଖେଇଲେ, ସବୁ ଆରି କୃପାରୁ। ସେଠୁ ମନୋହର କିଛି ନାହିଁ, ପ୍ରଣାମ କଲେ ଏବଂ ଯାହା ସତ୍କାର କରିବା କଥା କଲେ, ଗଲେ। ଆ ମନରେ ପୁଣି ଡାଉଟ। ସେଠୁ ଆସିଲା ପରେ କହୁଛି, ମହାରାଜ, ସିଏ ସେଦିନ ଯୋଉ ଆପଣ କହିଥିଲେ ବୋଝ ହାଲୁକା ହେଇଗଲା, ସେ କହିଥିଲା। ଆଜି ସେ କହିଲା ଯେ ବୋଝରୁ ପୁରା ମୁକ୍ତ ହେଇଗଲା। ତାର ଅର୍ଥ ମୁଁ ଯାହା ବୁଝୁଛି ଯେ ଯୋଉ ପାପ ଟିକକ ସେ ଅର୍ଜନ କରିଥିଲା, ତେଣୁ ସେ ଏବେ ସେ ପାପ ସବୁ ଧୋଇ ହେଇଗଲାଣି ବା ସେ ପୁଣ୍ୟବାନ ହେଇଗଲାଣି। ନିଶ୍ଚୟ ଆପଣ ଏହା କହିବେ ନା? ହଁ, ଠିକ ସେ। କିନ୍ତୁ ମୋର ପ୍ରଶ୍ନ ହେଲା, ଆପଣ ଯୋଉ କହିଲେ ସବୁ ମୋ କୃପାରୁ, ମାନେ ଶିଷ୍ୟର କୃପାରୁ, ଯୋଉଟା ତା ଆଡକୁ ହାତ ଦେଖେଇ କହିଥିଲେ, ମୁଁ କଣ କଲି ତାର ବୋଝ ବା ପାପରୁ ମୁକ୍ତ କରିବା ପାଇଁ? କହିଲେ, ହଁ, ତୁ ହିଁ ତ
तू ही तो तार बोझ मुक्त कर ना महाराज आपण एमती कहते आपणकर आशीर्वाद फल रही तो कहले ना ना मो आशीर्वाद जहाँ हूँ ना कि तो कृपार से ना महाराज एटा केमती कथा आप कहीं थटा कर ना तोर कृपार ना ना कौन है ना जेतेबेले सेदिन मु कहली तते से मनोहरटी होउची पाप करिछि बोली ସେଇଟାକୁ ସେ ବୋଝ ବୋଲି ଗ୍ରହଣ କରୁଛି ତାପରେ ତୁ ଆସି ଏ ଗାଁଟା ଯାକ ପ୍ରଚାର କରିଛୁ ତେଣୁ ସମସ୍ତେ ମନୋହର କଥା କହିଲେ କହୁଛି କଣ ନା ପାପୀ ମନୋହର ତୁ ଯେତେ ତାଙ୍କ ବିରୁଦ୍ଧରେ କହି କହି ଗଲୁ ମନୋହର ବିରୁଦ୍ଧରେ ସେମାନେ ସମସ୍ତେ ତାକୁ ପାପୀ 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 ବୋଲି କହି କହି ଚାଲିଲେ ତା ଫଳରେ କଣ ହେଲା ନା ତାର ପାପର ବୋଝ କମିଗଲା ତେଣୁ ସେ ବର୍ତ୍ତମାନ ମୁକ୍ତ ହେଇଗଲା ତେଣୁ ତୁ ପ୍ରଚାର କରିଲୁ ବୋଲି ଲୋକମାନେ ତାକୁ ସେଇ ଦୃଷ୍ଟିରେ ଦେଖିଲେ ତେଣୁ ତାର ଫଳରେ ତାର ପାପରୁ ମୁକ୍ତ ହେଲା ଏହା ଏକ ଲୋକକଥିତ ଗଳ୍ପ ଏଠି କହିବାର ଉଦ୍ଦେଶ୍ୟ ହଉଛି ଯେତେବେଳେ ଆମେ କୌଣସି ସ୍ପନ୍ଦନକୁ ବାରମ୍ବାର ତାକୁ ଉଚ୍ଚାରିତ କରୁଛନ୍ତି ତା ଫଳରେ କଣ ହଉଛି ସେଟା ତାର ଶକ୍ତି ବୃଦ୍ଧି ପାଏ ଏଠି କଣ ହେଲା ଇଏ ଯୋଉ ଲୋକମାନେ ସମସ୍ତେ ଯୋଉ ଗପରେ ଲୋକମାନେ ସମସ୍ତେ ତାକୁ ପାପି ପାପି ବୋଲି କହିଲେ ତେଣୁ ତା ପାପ ଗୁଡାକ ସବୁ ଏମାନେ ନେଇଗଲେ ହାଲୁକା ହେଇଗଲା ତାମାନେ ପାପ ବର୍ତ୍ତମାନ ବାଣ୍ଟି ହେଇଗଲା ଆମେ ଯେତେବେଳେ କୌଣସି ମନ୍ଦ ବା କୁଶ୍ଚିତତାକୁ ବାରମ୍ବାର ଉଚ୍ଚାରଣ କରୁ ତାର ଫଳରେ ଆମେ ତା ଦ୍ଵାରା କବଳିତ ହେଇଯାଉ ନିଜେ ଆମେ ନିଜେ କବଳିତ ହେଇଯାଉ ତେଣୁ ତାର ଶକ୍ତି ବଢିଯାଏ କାର ମନ୍ଦ ଶକ୍ତିର ମାତ୍ର ଏଇ ସମାଧାନଟି ଲେଖୁଛନ୍ତି ଏଇ ସମାଧାନଟି ସମସ୍ୟାର ଅସଲ ଗାର ଗୁଡିକୁ ପ୍ରାୟ ସ୍ପର୍ଶ ହିଁ କରୁନାହିଁ ଆକ୍ଚୁଆଲି ଏଠି ସମାଧାନ କିଛି ହେଇନି ସମାଧାନ କିଛି ହେଲେ ସମାଧାନ ହେଇନି ତଥାପି ଏଇଟି ଏକ ସାଧାରଣ ନିୟମ ହୋଇ ରହିବା ଉଚିତ କଣ ସାଧାରଣ ନିୟମ ହୋଇ ରହିବା ଉଚିତ ଯେ ତୁମେ କଣ କରିବ ତେବେ କୌଣସି ମନ୍ଦ ବା କୁଶ୍ଚିତ ବିଷୟରେ ବାରମ୍ବାର ତାକୁ ସମାଲୋଚନା କରିବା ଅବଲୋକନ କରିବା ଏବଂ ଗୁରୁତ୍ୱ ଆରୋପଣ କରିବ ନାହିଁ ଇଏ ନିଶ୍ଚୟ ଗୋଟିଏ ମାତ୍ର ଯେଉଁମାନେ ସମାଲୋଚନା କରନ୍ତି ସେମାନେ ଉତ୍ତର ଦେଇ କହିବେ ମନ୍ଦକୁ ନ ଦେଖିବା ପର୍ଯ୍ୟନ୍ତ ତୁମେ କଦାପି ତାର ଆରୋଗ୍ୟ ବିଧାନ କରାଇ ପାରିବ ନାହିଁ ଯଦି ତୁମେ କୌଣସି କୁଶ୍ଚିତ ବ୍ୟକ୍ତିକୁ ସେହିପରି କୁଶ୍ଚିତ ହୋଇ ରହିବାକୁ ଛାଡିଦେବ ତେବେ ସିଏ ସେଥିରୁ କଦାପି ବାହାରି ଆସିପାରିବ ନାହିଁ ଏଇ କଥା ଲୋକେ କୁହନ୍ତି ଯେ କୁଶ୍ଚିତ ବ୍ୟକ୍ତିକୁ ସେଥିରୁ ବାହାର କରିବା ପାଇଁ ଉପାୟ ସ୍ୱରୂପ ସେମାନେ ଏଇଭଳି କୁହନ୍ତି ଲେଖୁଛନ୍ତି ଏକଥା ଆଦୌ ସତ ନୁହେଁ ତଥାପି ସେମାନେ ଏହିପରି କହି ହିଁ ନିଜର ଉକ୍ତିଟିର ଔଚିତ୍ୟ ପ୍ରମାଣ କରିଥାନ୍ତି କଣ କହନ୍ତି ସେମାନେ ଯୋଉ ଉଦ୍ଦେଶ୍ୟରେ କୁହନ୍ତି ସର୍ଟରେ କହିଲେ ଏହା ହବ ଯେ ମୁଁ ଯଦି ତାକୁ ମନ୍ଦ ବୋଲି ନ ଦେଖିବି ତାକୁ କେମିତି ମୁଁ ସଲ୍ୟୁସନ କରିବି ମାନେ ମୁଁ ତ ଆଗ କହିବି ନା ଏଇଟା ମନ୍ଦ ବୋଲି ତେଣୁ ଏହି ସୂତ୍ରଟିରେ ଶ୍ରୀଅରବିନ୍ଦ ଏହି ଆପତ୍ତି ଗୁଡିକୁ ମୁହଁକୁ ପ୍ରଥମରୁ ହିଁ ବନ୍ଦ କରିଦେବାକୁ ଇଚ୍ଛା କରୁଛନ୍ତି କୌଣସି ଅଜ୍ଞାନତା ଅଚେତନତା ଅଥବା ଉପେକ୍ଷା ଭାବ ଦ୍ୱାରା ପରିଚାଳିତ ହୋଇ ଯେ ତୁମେ ମନ୍ଦକୁ ଦେଖୁନାହ ସେ କଥା ଆଦୌ ନୁହେଁ ସେହି ମନ୍ଦକୁ ଦେଖିପାରିବା ଲାଗି ତୁମ ଭିତରେ ପୂର୍ଣ୍ଣ ସାମର୍ଥ୍ୟ ରହିଛି ଏପରିକି ତୁମେ ତାହାକୁ ଅନୁଭବ ବି କରିପାରୁଛ ମାତ୍ର ସେଇଟି ପ୍ରତି ଧ୍ୟାନ ଦେଇ ଓ ତାହାକୁ ଆପଣାର ଚେତନାର ସମର୍ଥନ ଦେଇ ତୁମେ ତାହାକୁ ଅଧିକ ଶକ୍ତିଶାଳୀ କରିବାକୁ ଏବଂ ତଦ୍ୱାରା ତାହାର ପ୍ରସାରିତ ହେବାର ସାହାଯ୍ୟ କରିବାକୁ ଆଦୌ ସମ୍ମତି ପ୍ରଦାନ କରୁନାହ ଏଇଟି ଗୁରୁତ୍ୱପୂର୍ଣ୍ଣ କଣ କରିବ ତା ପ୍ରତି ଧ୍ୟାନ ଦେବେ ନାହିଁ ଚେତନାର ସମର୍ଥନ ଦେବେ ନାହିଁ ଯଦି ଚେତନାର ସମର୍ଥନ ଦଉଛନ୍ତି ତେବେ ସେ ବୃଦ୍ଧି ପାଇବ ଧ୍ୟାନ ଦଉଛନ୍ତି ତେବେ ସେ ବୃଦ୍ଧି ପାଇବ ସେଥିପାଇଁ କହୁଛନ୍ତି ସେଥିପ୍ରତି ଧ୍ୟାନ ଦେଇ ତାହାକୁ ଆପଣାର ଚେତନାର ସମର୍ଥନ ଦେଇ ତୁମେ ତାହାକୁ ଅଧିକ ଶକ୍ତିଶାଳୀ କରିବାକୁ ତାମାନେ ଯଦି ଧ୍ୟାନ ଦେଲେ ସେ ଅଧିକ ଶକ୍ତିଶାଳୀ ହୁଏ ଯଦି ସମର୍ଥନ କଲେ ଏଇଠି ଗୋଟେ ଶବ୍ଦ କହିଲେ କଣ ଚେତନାର ସମର୍ଥନ ଏଇଟା ଯେତେବେଳେ ଆମେ ଘରେ ହଉ କୌଣସି ଅନୁଷ୍ଠାନରେ ହଉ ଏଇ ଗୋଟିକ ଜିନିଷ ପ୍ରତି ଆମେ ସତର୍କ ରହିବା ସାଧାରଣତଃ ଯେତେବେଳେ ଜଣେ କ୍ଷମତାର
ଏକ ସ୍ଥିତିରେ ଥାଏ ଯୋଉଠି କି କେତେ ଜଣ ତା ଅଧୀନରେ ଥାନ୍ତି, ସେତେବେଳେ ଯାହାର ପ୍ରତି ତାଙ୍କର ଦୁର୍ବଳତା ଥାଏ, ସିଏ ଯୋଉ ଭୁଲ କରୁଥାଏ ବା ମନ୍ଦ କରୁଥାଏ, ସେମାନେ ସେଠି କଣ କରନ୍ତି, ତାକୁ ତା ପ୍ରତି ତାଙ୍କର ଚେତନାର ଏକ ସମର୍ଥନ, ଭିତରୁ ଏକ ସମର୍ଥନ ଥାଏ। କାହିଁକି ନା ମୋର ପକ୍ଷପାତିତା ରହିଛି, ମୁଁ ସେଇ କୁଶ୍ଚିତ ସେଇ ସ୍ଥିତିରେ ଅଛି, ତେଣୁ ସେ ସ୍ଥିତିରେ ଯିଏ ରହିଥିବା ବ୍ୟକ୍ତି ମତେ ସେଟା ଠିକ ବୋଲି ଲାଗେ, ତେଣୁ ମୁଁ ସେଠି ଚେତନାର ସମର୍ଥନ ମାନେ ମୁଁ ଭିତରୁ ତାକୁ ସମର୍ଥନ କରେ, ବାହାରକୁ ସମର୍ଥନ ନ କରିପାରେ। ତେଣୁ ଏଠି କୁହାହଉଛି ତମେ ଚେତନାର ସମର୍ଥନ ଦବ ନାହିଁ, ତା ପ୍ରତି ଧ୍ୟାନ ବି ଦବ ନାହିଁ, କାରଣ ସମର୍ଥନ ଏବଂ ଧ୍ୟାନ ଦେଲେ କଣ ହୁଏ, ତାହା ଶକ୍ତିଶାଳୀ ହୁଏ। ଏହି କଥାଟିକୁ କରିପାରିବାକୁ ହେଲେ ତୁମକୁ ଏହି ବୋଧ ଏବଂ ଏହି ଅନୁଭବଟିର ଊର୍ଦ୍ଧ୍ୱରେ ହିଁ ରହିବାକୁ ପଡିବ। ଏଇ ଯୋଉ କଥାଟି କେତେବେଳେ ହେଇପାରିବ, ଯଦି ସେଇ ସମାନ ସ୍ଥିତିରେ ଥିବ, ନିଶ୍ଚୟ ସମର୍ଥନ ରହିବ। ତାକୁ ଆମେ କହନ୍ତି ନା ତାର କଣ ସବକର୍ଣ୍ଣର ଟିକେ ରହିଯାଇଛି। ଏଇଟା ହଉଛି ଏଇଆ, ସବକର୍ଣ୍ଣର ମାନେ ମୋ ଭିତରୁ ତା ପ୍ରତି ସମର୍ଥନ ରହିଯାଇଛି। ଏଇ ଭିତରୁ ସମର୍ଥନ ସେତିକି ବେଳେ ରହିପାରିବ ନାହିଁ ଯେତେବେଳେ ତମେ ଚେତନାର ଊର୍ଦ୍ଧ୍ୱକୁ, ସିଏ ଯୋଉ ସ୍ଥିତିରେ ରହିଛି ତାଠାରୁ ଊର୍ଦ୍ଧ୍ୱରେ ରହିଥିବ, ତାହେଲେ ସେଠି ତୁମର ତା ପ୍ରତି ସମର୍ଥନ ରହିଥିବ ନାହିଁ। ତୁମେ ମନ୍ଦଟିକୁ ବା କୁଶ୍ଚିତଟିକୁ ବେଶ ଦେଖିପାରୁଥିବ ସତ, ତୁମେ ମନ୍ଦଟିକୁ କୁଶ୍ଚିତଟାକୁ ବେଶ ଦେଖିପାରୁଥିବ ସତ, ମାତ୍ର ତାହା ଦ୍ୱାରା କୌଣସି ପ୍ରକାର ଆକ୍ରାନ୍ତ ହୋଇପଡୁନଥିବ, ତଦ୍ୱାରା ଆତଙ୍କିତ ହୋଇ ଉଠୁନଥିବ, ଅଥବା କୌଣସି ପ୍ରକାର ତୁମର ଶାନ୍ତି ଭଙ୍ଗ ସେ କରୁନଥିବ। ତୁମେ ତାହାକୁ ଏହିପରି ଏକ ଉଚ୍ଚତାରେ ରହି ଦେଖିପାରୁଥିବ ଯେଉଁଠାରେ କି ସେଇ ବସ୍ତୁ ଗୁଡିକର ଆଦୌ କୌଣସି ଅସ୍ତିତ୍ୱ ନଥିବ, ତଥାପି ତୁମେ ସେଗୁଡିକୁ ଅତ୍ୟନ୍ତ ସଚେତନ ଭାବରେ ଦେଖିପାରୁଥିବ, ସେଗୁଡିକ ଦ୍ୱାରା ଆଦୌ ଆକ୍ରାନ୍ତ ହେଉନଥିବ, ମୁକ୍ତ ହୋଇ ରହିଥିବ। ଏଇଟି ହଉଛି ସର୍ବପ୍ରଥମ ସୋପାନ। ଏଇଟା ହଉଛି ସର୍ବପ୍ରଥମ ସୋପାନ। ସର୍ବପ୍ରଥମ ସୋପାନ ହେଲା ଯୋଉ ସ୍ଥିତିରେ ରହିଛି ତାଠାରୁ ଊର୍ଦ୍ଧ୍ୱକୁ ଯାଇକି ତାକୁ ଦେଖିବ। ତା ଫଳରେ କଣ ହବ, ତୁମେ ତା ଦ୍ୱାରା ଆକ୍ରାନ୍ତ ହବ ନାହିଁ, ତା ଦ୍ୱାରା ବଶୀଭୂତ ହବ ନାହିଁ, ଏବଂ ତୁମେ ତାକୁ ଦେଖିବା ପାଇଁ ସମର୍ଥ ହେଇପାରିବ। ତା ପ୍ରତି ନିଜର କୌଣସି ପ୍ରକାର ଚେତନାର ସମର୍ଥନ ରଖିବ ନାହିଁ, ତା ପ୍ରତି ଧ୍ୟାନ ଦେବ ନାହିଁ। ଦେଖନ୍ତୁ, ଏଠି ମନ୍ଦ ଏବଂ କୁଶ୍ଚିତତାକୁ ନ ଦେଖିବା କଥା କୁହାଯାଉନାହିଁ, ଏଠି କୁହାଯାଉଛି ମନ୍ଦ ଏବଂ କୁଶ୍ଚିତତାକୁ ତୁମେ ଚିହ୍ନି ପାରିବ, ଦେଖିପାରିବ, ତାର ଅସ୍ତିତ୍ୱ ପ୍ରତି ତୁମେ ସଚେତନ ହେଇପାରିବ। ଏଇଠି ବେଳେ ବେଳେ ସେଇ ଏକ୍ସାମ୍ପଲଟି ଆଉ ଥରେ କହିଦେଇକି ସାରିବା ପରେ ଆଲୋଚନା କରିବା, ଯୋଉଟା ବାରମ୍ବାର ମାଙ୍କର ଲେଖାଟାକୁ ଅନ୍ୟମାନେ ବ୍ୟବହାର କରନ୍ତି ଆଉ କାହାକୁ ନିନ୍ଦା କରିବା ପାଇଁ। ଯୋଉ କହନ୍ତି ଯେ ତୁମେ ଅନ୍ୟମାନଙ୍କ ଭିତରେ ଯାହା ଦେଖୁଛ ସେମାନେ ତୁମର ଦର୍ପଣ ପରି, ତା ଅର୍ଥ ତୁମ ଭିତରେ ମଧ୍ୟ ସେଇ ଗୁଣଟି ରହିଛି। ଏ କଥାଟି ଯୋଉ ଅର୍ଥରେ ମା କହିଛନ୍ତି ତାହା ଏକ ଭିନ୍ନ କଥା। ସେଠି ସେ ଏଇ ଅର୍ଥରେ କହିଛନ୍ତି, ତୁମକୁ ଯଦି ତାହା ଦେଖାଯାଉଛି, ଯେହେତୁ ଆମେ ସମସ୍ତେ ପରସ୍ପର ସହିତ ବାନ୍ଧି ହେଇ ରହିଛୁ କଲେକ୍ଟିଭଲି, ତେଣୁ ତୁମେ ଖୋଜ ସେଇ ପ୍ରକାରର ଦୁର୍ବଳତା ସେଇ ଭାବରେ ହଉ ବା ଅନ୍ୟ ଭାବରେ ହଉ ମୋ ଭିତରେ କୋଉଠି ଲୁକାୟିତ ହେଇ ରହିଛି କି, ସେ ତୁମେ ତାକୁ ଦର୍ପଣ ଭଳି ବ୍ୟବହାର କରି ସେଇ ଦୁର୍ବଳତାଟିକୁ ନିଜ ଭିତରେ ଖୋଜ, ତା ଉପରେ ନିୟନ୍ତ୍ରଣ ହାସଲ କର, ତା ଉପରେ ବିଜୟ ହାସଲ କର, ତାକୁ ନେଇକରି ଦିବ୍ୟ ଆଲୋକ ପାଖରେ ସଚିଦାନନ୍ଦଙ୍କ ପାଖରେ, ଦିବ୍ୟ ଜନନୀଙ୍କ ପାଖରେ ସମ୍ମୁଖରେ ରଖି ତାକୁ ସମର୍ପଣ କର। ଏଇ ଅର୍ଥରେ କୁହାଯାଇଛି ଅନ୍ୟମାନେ ତୁମର ଦର୍ପଣ। କିନ୍ତୁ ଆମେ ତାକୁ କଣ କରୁ, ଯଦି କିଏ କାହାର କୌଣସି ଏକ ଗୁଣଟିକୁ ଦେଖିକରି କିଛି କହିଲେ ସାଙ୍ଗେ ଆମକୁ ତୁ ତା ଭିତରେ ଦେଖିପାରୁଛୁ ମାନେ ତୋ ଭିତରେ ସେଇ ଗୁଣ ଅଛି, ତେଣୁ ତୁ ବି ସେଇ ଖରାପ ଲୋକ। ଆମେ ଅନ୍ୟକୁ ବିଚାର କରିବା ପାଇଁ ଏଇ ଶବ୍ଦଟି ବ୍ୟବହାର କରୁ, ମାଙ୍କର ସେଇ ବାକ୍ୟଟିକୁ ବ୍ୟବହାର କରୁ, ଅନ୍ୟମାନେ ତୁମର ଦର୍ପଣ ବୋଲି। କିନ୍ତୁ ଚେତନାର ଊର୍ଦ୍ଧ୍ୱ ସ୍ତରକୁ ଗଲେ ତୁମେ ମଧ୍ୟ ସେଇ ମନ୍ଦ ଏବଂ ସେଇ କୁଶ୍ଚିତତାର ଅସ୍ତିତ୍ୱ ସମ୍ବନ୍ଧରେ ସଚେତନ ହେଇପାରିବ, ତାକୁ ଚିହ୍ନି ପାରିବ, ତାକୁ ପୃଥକ କରିପାରିବ। ହଁ, ସେ ମତେ ଆକ୍ରାନ୍ତ କରୁନାହିଁ, ମୁଁ ତା ଦ୍ୱାରା ବଶୀଭୂତ ହେଇଯାଇନାହିଁ, ଏଇ ଗୁଣଟି ସେତେବେଳେ ମୋ ପାଖରେ ରହିଥିବ। କିନ୍ତୁ ସଚେତନ ଭାବରେ ମୁଁ ତାକୁ ଦେଖିପାରିବି, ପୃଥକ କରି ଚିହ୍ନି ପାରିବି। ତେଣୁ ମାଙ୍କ ବାକ୍ୟକୁ କେବେ ଅନ୍ୟକୁ କାହାକୁ ନିଚା ଦେଖେଇବା ପାଇଁ ବ୍ୟବହାର କରିବା ସର୍ବାଦୌ ଅନୁଚିତ।
ତା ଫଳରେ ମୋର ଚେତନାର ଅଧୋଗତି ହେଇଥାଏ। ଆମେ ଏଇଟା ପ୍ରଥମ ସୋପାନଟି ଆଜି ଆଲୋଚନା ଶେଷ କରିବା। ଦ୍ୱିତୀୟ ସୋପାନଟି ପୁଣି ଆସନ୍ତା କାଲି ଆମେ ଆଲୋଚନା କରିବା। ମା ମୁଁ କହିଲି ଯୋଉ ଏବେ ଯୋଉ ବୁଝେଇଲ ଯେମିତି ମାନେ ନେଗେଟିଭ ଉପରେ ଯଦି ଅଧିକ ଇଏ କରିବ ସେଇଟା ଯେମିତି ମାନେ ଅଧିକ ଶକ୍ତିଶାଳୀ ହେଇଯାଏ, ହୁଁ। ସେମିତି ମାନେ କଣ ପଜିଟିଭ ର ସେମିତି ତ ସେମିତି ନଥାଏ? ନାଇଁ, ଯଦି ପଜିଟିଭ ଉପରେ ଗୁରୁତ୍ୱ ଦେବେ ସିଏ ବି ଶକ୍ତିଶାଳୀ ହବ। ଆଚ୍ଛା। ସମାନ, କାହିଁକି ନା ସ୍ପନ୍ଦନ ସବୁବେଳେ ନିର୍ଭର କରେ ପ୍ରତି ଉତ୍ତର। କିନ୍ତୁ ବାରମ୍ବାର କିନ୍ତୁ ଭାଇ ସବୁ କ୍ଷେତ୍ରରେ ତ ଆମକୁ ମାନେ ଆମେ ଦେଖୁ ଯେମିତି ନେଗେଟିଭ ଟା ଟିକେ ମାନେ ଅଧିକ ଥାଏ କିନ୍ତୁ ପଜିଟିଭ ର ଏତେ ତ ମାନେ ଆସେନି ଏଇଟା। ନାଇଁ, ପଜିଟିଭ ର ଆସେନି ନୁହଁ, କଥା ହଉଛି କଣ, ନେଗେଟିଭିଟି ଆମେ ଯେହେତୁ ଅଜ୍ଞାନତା ଭିତରେ ବସବାସ କରୁଛୁ, ତେଣୁ ନେଗେଟିଭ ବିଷୟରେ ଯେତେବେଳେ ଆଲୋଚନା ହୁଏ ସାଙ୍ଗେ ସାଙ୍ଗେ ଆମେ ସେଥିରେ ଭାଗ ନଉ ଏବଂ ତାକୁ ସତ୍ୟ ବୋଲି ଗ୍ରହଣ କରୁ। ଯଦି ଭଲ କଥା ହୁଏ ସେତେବେଳେ ଆମେ ତାକୁ ଆଲୋଚନା କଲା ବେଳେ ମଧ୍ୟ ଆମେ ତାକୁ ସନ୍ଦେହ ଦୃଷ୍ଟିରେ ଦେଖୁ। ହଁ, ସେଇ ଥରେ ଅଧେ କେତେବେଳେ ସେ କରିଥବ ନା, ଆଉ ସବୁବେଳେ କଣ ସେମିତି ଥାଏ? ସନ୍ଦେହ ଦୃଷ୍ଟିରେ ଦେଖୁ, ତାକୁ ପୂର୍ଣ୍ଣତଃ ସମର୍ଥନ କରିନଥାଉ। ପୂର୍ଣ୍ଣତଃ ସମର୍ଥନ କଲେ ପ୍ରତ୍ୟେକ ଜିନିଷର ଯାହାକୁ ସମର୍ଥନ ଦେବେ ତାର ଶକ୍ତି ବଢେ। ମନ୍ଦକୁ ଦଉଥାଉ ସାଧାରଣତଃ, ଯେହେତୁ ଆମେ ଅଜ୍ଞାନ ଅଚେତନା ଭିତରେ ରହିଥାଉ, ତେଣୁ ସାଧାରଣତଃ ମନ୍ଦକୁ ଦଉ, ତେଣୁ ମନ୍ଦ ଅଧିକ ଶକ୍ତିଶାଳୀ ହୁଏ। ଭଲ ପ୍ରତି ବା ଭଲ ଗୁଣ ପ୍ରତି ଆମର ସେ ସମର୍ଥନଟି ପୂର୍ଣ୍ଣ ଭାବରେ ନଥାଏ, ତେଣୁ ତାହା ସେତିକି ଶକ୍ତିଶାଳୀ ହୁଏ। Ma, thank you all, Aravar.